ବନ୍ଧୁଗଣ, ଜୀବନର ଅସଲ ସତ ହେଉଛି ମୃତ୍ୟୁ, ଯାହାକୁ କେହି ବି ଏଡ଼ାଇ ଦେଇପାରେ ନାହିଁ। କିନ୍ତୁ ଏହା ଜାଣି ମଧ୍ୟ ମନୁଷ୍ୟ ସାରା ଜୀବନ ଭୌତିକ ସୁବିଧା ମୋହ ପଛରେ ପଡ଼ିଥାଏ। ଆଉ ତାକୁ ଏହି କଥାର ଅନୁଭବ ସେତେବେଳେ ହୋଇଥାଏ ଯେତେବେଳେ ବ୍ୟକ୍ତି ନିଜର ଶେଷ ନିଶ୍ୱାସକୁ ଅପେକ୍ଷା କରିଥାଏ। ମୃତ୍ୟୁ ପରେ ଅନ୍ତିମ ସଂସ୍କାର ସହିତ ଯୋଡ଼ି ହୋଇଥିବା ଏମିତି ଅନେକ କଥା ଅଛି, ସେଥିମଧ୍ୟରୁ ଏମିତି କିଛି କଥା ଯାହା ଆମେ ଜାଣି ନାହାନ୍ତି। ହିନ୍ଦୁ ଧର୍ମରେ ଦାହ ସଂସ୍କାରରେ ଏମିତି କେତେକ ନିୟମ ଅଛି ଯାହାର ଆଧାର ଆଧ୍ୟାତ୍ମିକ ହେବା ସହିତ ବିଜ୍ଞାନସମ୍ମତ ମଧ୍ୟ ଅଟେ। ଦାହ ସଂସ୍କାରର ଏହି ନିୟମ ଗୁଡ଼ିକ ମଧ୍ୟରୁ ଗୋଟିଏ ମୃତକକୁ ନୂଆ କପଡ଼ା ପରିଧାନ କରେଇବା। ଆମମାନଙ୍କ ମଧ୍ୟରୁ ଅନେକଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିବ ଯେ, ମୃତ ବ୍ୟକ୍ତିର ଚିତାରେ ଅଗ୍ନି ସଂଯୋଗ କରିବା ପୂର୍ବରୁ ନୂଆ କପଡ଼ା କାହିଁକି ପରିଧାନ କରାଯାଏ? ଯଦି ନୂଆ କପଡ଼ା ଦିଆ ନଯାଏ, ତେବେ ଆତ୍ମାର କ'ଣ ହେବ? ନୂଆ କପଡ଼ା ସହିତ ଆତ୍ମାର କ'ଣ ସମ୍ବନ୍ଧ ଅଛି? ଏହା ସହିତ ଆମେ ଜାଣିବା ଯେ ମୃତ ବ୍ୟକ୍ତିର କପଡ଼ା କିମ୍ବା ବସ୍ତ୍ର ତାଙ୍କୁ ମନେ ପକାଇବା ପାଇଁ ରଖିନିଅନ୍ତି। ଏହାଦ୍ୱାରା କ'ଣ ହୋଇଥାଏ? ଏହି ସମସ୍ତ କଥା ବିଷୟରେ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓଟି ଭଲ ଲାଗିଲେ ଗୋଟିଏ ଲାଇକ୍ କରି, ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ବନ୍ଧୁଗଣ, ହିନ୍ଦୁ ଧର୍ମ ଅନୁସାରେ ମୃତକର ଶବକୁ ଜଳରେ ଗାଧୋଇ ନୂଆ ବସ୍ତ୍ର ପରିଧାନ କରାଇ ତାକୁ ବିଦାୟ ଦିଆଯାଏ। ଆସନ୍ତୁ ପ୍ରଥମେ ଜାଣିବା ମୃତ ବ୍ୟକ୍ତିକୁ ଦାହ ସଂସ୍କାର କରିବା ପୂର୍ବରୁ କାହିଁକି ସ୍ନାନ କରାଇ ଦିଆଯାଏ। ହିନ୍ଦୁ ଧର୍ମର 18 ପୁରାଣ ମଧ୍ୟରୁ ଗୋଟିଏ ଗରୁଡ଼ ପୁରାଣରେ ବିସ୍ତାର ଭାବରେ କୁହାଯାଇଅଛି ଯେ, ମୃତ ବ୍ୟକ୍ତିକୁ ଭଗବତ ନାମ ଓ ଗୋତ୍ର ଉଚ୍ଚାରଣ କରି ସ୍ନାନ କରାଇ ଦିଆଯାଏ। ଯଦି କୌଣସି କାରଣବଶତଃ ତୀର୍ଥସ୍ଥାନରେ ଅନ୍ତିମ ସଂସ୍କାର ହୋଇପାରେ ନାହିଁ, ତ ଏହିଭଳି ପରିସ୍ଥିତିରେ ମୃତ ବ୍ୟକ୍ତିକୁ ସ୍ନାନ କରାଇବା ପାଇଁ ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରାଇବା ଉଚିତ। ଏହି କଥାକୁ ଧ୍ୟାନ ରଖିବା ଉଚିତ ଯେ ଭଗବତ ନାମ ଉଚ୍ଚାରଣ ବନ୍ଦ ନ ହେବା ଦରକାର। କାରଣ ମନ୍ତ୍ର ଉଚ୍ଚାରଣ କରୁଥିବା ବେଳେ ସ୍ନାନ କରାଉଥିବା ବ୍ୟକ୍ତିର ହାତର ସ୍ପର୍ଶ ହୋଇଥିବା ଜଳ ମଧ୍ୟ ଅଭିମନ୍ତ୍ରିତ ହୋଇଯାଇଥାଏ, ଯାହାଦ୍ୱାରା ଏହି ଜଳ ଯେଉଁଠି ବି ପଡ଼େ ତାର ଆଖପାଖର ବାତାବରଣକୁ ଶୁଦ୍ଧ କରିଦେଇଥାଏ। ଯେବେ ଏହି ଜଳ ମୃତ ବ୍ୟକ୍ତିର ଶରୀର ଉପରେ ପଡ଼ିଥାଏ, ତ ସେହି ଶରୀରର ରଜତତ୍ତ୍ୱ ଓ ତମ ଗୁଣର ଆବରଣ ନଷ୍ଟ ହୋଇଯାଏ, ଆଉ ଆତ୍ମାର ଶରୀର ଉପରୁ ମୋହ କମ୍ ହୋଇଯାଏ। ବନ୍ଧୁଗଣ, ଯେଉଁ ରଜ ଓ ତମ ଗୁଣର କଥା ଆମେ ଏଠାରେ କହୁଅଛୁ, ସେ ପ୍ରକୃତିରୁ ସୃଷ୍ଟି ହୋଇଥିବା ତିନୋଟି ଗୁଣ ଯଥା ସତ, ରଜ, ତମ ଗୁଣ, ଯାହା ଅବିନାଶୀ ଜୀବାତ୍ମାକୁ ଶରୀର ମଧ୍ୟରେ ବାନ୍ଧି ରଖିଥାଏ। ବନ୍ଧୁଗଣ, ଏହି କଥାକୁ ସରଳ ଭାଷାରେ ବୁଝିବାକୁ ଗଲେ, ମୃତ ଶରୀରର ଅନ୍ତିମ ସଂସ୍କାର କରିବା ପୂର୍ବରୁ ଏଭଳି ସ୍ନାନ କରାଇଲେ ତାର ଆନ୍ତରିକ ଶୁଦ୍ଧ ହୋଇଥାଏ। ଏହାପରେ ଶରୀରରେ ଚନ୍ଦନ, ରାଶି ତେଲ ଓ ଘିଅରେ ଲେପ ଦେବା ଦରକାର। ଏହାପରେ ଶବକୁ ନୂଆ ବସ୍ତ୍ର ପରିଧାନ କରାଇବା ଦରକାର। ଗରୁଡ଼ ପୁରାଣ ଅନୁସାରେ କାହାର ବି ଶବକୁ ବିନା ବସ୍ତ୍ରରେ ପୋଡ଼ିବା ଉଚିତ ନୁହେଁ। ମୃତକର ଶରୀରକୁ ସମ୍ପୂର୍ଣ୍ଣ ଭାବରେ ବସ୍ତ୍ରରେ ଘୋଡ଼େଇ ଦେବା ଉଚିତ। ଆଉ ଏହି କଥାର ବିଶେଷ ଭାବରେ ଧ୍ୟାନ ରଖିବା ଦରକାର ଯେ ମୃତକର ବସ୍ତ୍ର ନୂଆ, ଶୁଦ୍ଧ ଓ ଧଳା ରଙ୍ଗର ହୋଇଥିବା ଦରକାର। ହିନ୍ଦୁ ଧର୍ମଶାସ୍ତ୍ରରେ ଧଳା ରଙ୍ଗକୁ ଶାନ୍ତି ଓ ପବିତ୍ରତାର ରଙ୍ଗ ଭାବରେ ଗ୍ରହଣ କରାଯାଏ। ସେଥିପାଇଁ ମୃତ ବ୍ୟକ୍ତିର ଶରୀରକୁ ଧଳା ରଙ୍ଗର କପଡ଼ା ଦ୍ୱାରା ଘୋଡ଼େଇ ଦିଆଯାଏ। ସନାତନ ଧର୍ମରେ ଧଳା ରଙ୍ଗକୁ ଶୁଦ୍ଧତା ଓ ମୋକ୍ଷର ପ୍ରତୀକ ଭାବରେ ଗ୍ରହଣ କରାଯାଇଅଛି। ଗରୁଡ଼ ପୁରାଣରେ ଏହା ମଧ୍ୟ କୁହାଯାଇଅଛି ଯେ ମୃତ ବ୍ୟକ୍ତିକୁ ପରିଧାନ ପାଇଁ ଥିବା ବସ୍ତ୍ରକୁ ପ୍ରଥମେ କିଛି ସମୟ ଖରାରେ ରଖିବା ଦରକାର। ଆଉ ଯଦି ହୁଏ, ଗଙ୍ଗାଜଳ କିମ୍ବା ଗୋମୂତ୍ର ସିଞ୍ଚନ କରି ତାକୁ ଶୁଦ୍ଧ କରିନେବା ଆବଶ୍ୟକ। ଏହା କରିବା ଦ୍ୱାରା କପଡ଼ା ମାଧ୍ୟମରେ ମୃତ ବ୍ୟକ୍ତିର ଶରୀରର ଚତୁଃପାର୍ଶ୍ୱ ଏକ ପବିତ୍ର କବଚ ବନିଯାଇଥାଏ, ଯାହା ଶବକୁ ଦୁଷ୍ଟ ଶକ୍ତିର ସଂସ୍ପର୍ଶରେ ଆସିବା କବଳରୁ ରକ୍ଷା କରେ। ତା ସହିତ ଏହା ମଧ୍ୟ କୁହାଯାଏ, ମୃତକର ଶରୀର ଏକ ନୂଆ ଯାତ୍ରାରେ ଯାଏ। ଏମିତିରେ ତାକୁ ନୂଆ ବସ୍ତ୍ର ପରିଧାନ କରାଇ ବିଦାୟ ଦେବା ଉଚିତ। ଏହାପରେ ଅନ୍ତିମ ସଂସ୍କାରର ବିଧିକୁ ଆଗକୁ ବଢ଼େଇ ମୃତଦେହକୁ ଚିତା ଉପରେ ରଖି ଦିଆଯାଏ। ଆଉ ଏହା ଉପରେ ଫୁଲ, ଚନ୍ଦନ ସହିତ 5 ପ୍ରକାରର ପବିତ୍ର କାଠ ରଖି ମୁଖାଗ୍ନି ଦିଆଯାଇଥାଏ। ବନ୍ଧୁଗଣ, ଦାହ ସଂସ୍କାର ପରେ ଅସ୍ଥି
ଓ ପାଉଁଶକୁ ଗଙ୍ଗା ଆଦି ପବିତ୍ର ନଦୀରେ ପ୍ରବାହିତ କରିଦେବା ଉଚିତ। ଏହା କରିବା ଦ୍ୱାରା ସେହି ବ୍ୟକ୍ତିର ସବୁ ପାପ ଧୋଇ ହୋଇଯାଏ ଆଉ ତାର ଆତ୍ମା ପାପମୁକ୍ତ ହୋଇଯାଏ। ଆତ୍ମାର ଶୁଦ୍ଧି ଓ ପାପମୁକ୍ତି ପାଇଁ ହିଁ ମୃତକଙ୍କ ପରିବାର ଦ୍ୱାରା ନୂଆ କପଡ଼ା ପରିଧାନ କରେଇ ତାକୁ ବିଦାୟ ଦିଆଯାଏ ଆଉ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା ମଧ୍ୟ କରାଯାଇଥାଏ। ବନ୍ଧୁଗଣ, ଏବେ ଜାଣିବା ମୃତ ବ୍ୟକ୍ତିର କପଡ଼ା ସ୍ମୃତି ଉଦ୍ଦେଶ୍ୟରେ ରଖିବା ଦ୍ୱାରା କ'ଣ ହୋଇଥାଏ। ବନ୍ଧୁଗଣ, ଯେବେ ଆମର କେହି ନିଜ ଲୋକ ଏହି ଦୁନିଆରୁ ଚାଲିଯାଏ, ସର୍ବଦା ତାର କିଛି ଜିନିଷ ତାର ସ୍ମୃତି ଉଦ୍ଦେଶ୍ୟରେ ଆମେ ସାଇତି ରଖିଥାଉ। ସେଥିମଧ୍ୟରୁ ସାଧାରଣତଃ କପଡ଼ା ଓ ତାର ପସନ୍ଦର ଜିନିଷ ହୋଇଥାଏ। କେତେକ କ୍ଷେତ୍ରରେ ଏହା ମଧ୍ୟ ହୁଏ କି ମୃତକର କପଡ଼ା ତାର ପରିବାର ଲୋକ ପରିଧାନ କରିଥାନ୍ତି, କିନ୍ତୁ କେବେ ବି ଏମିତି କରିବା ଉଚିତ ନୁହେଁ। ସନାତନ ଧର୍ମ ଅନୁସାରେ ମୃତ ବ୍ୟକ୍ତିର କପଡ଼ା ପରିଧାନ କରିବା ସମ୍ପୂର୍ଣ୍ଣ ନିଷେଧ କରାଯାଇଅଛି। କୁହାଯାଏ ମୃତ ବ୍ୟକ୍ତିର ଆତ୍ମା ତାର ବ୍ୟବହୃତ ବସ୍ତୁ ସହିତ ଜଡ଼ିତ ହୋଇ ରହିଥାଏ ଆଉ ମୃତ ବ୍ୟକ୍ତିର କପଡ଼ା ପରିଧାନ କରିବା ଦ୍ୱାରା ତାର ଆତ୍ମା ଆମ ନିଜ ଆଡ଼କୁ ତାର ଆକର୍ଷଣ ବଢ଼ିଥାଏ, ଯାହାଦ୍ୱାରା ମୋକ୍ଷ ପ୍ରାପ୍ତିରେ କ୍ଷତି ହୋଇଥାଏ। ଏହା ମଧ୍ୟ କୁହାଯାଏ କି ଯଦି କେହି ମୃତ ବ୍ୟକ୍ତିର କପଡ଼ା ପରିଧାନ କରେ, ତେବେ ସେ ମୃତ ବ୍ୟକ୍ତି ଦ୍ୱାରା ଜଡ଼ିତ ଭାବନାରୁ ବାହାରି ପାରେ ନାହିଁ। ସେଥିପାଇଁ ଯଦି ମୃତ ବ୍ୟକ୍ତିର କୌଣସି ବି ବସ୍ତୁ ଆମେ ବ୍ୟବହାର କରୁ, ଏହା ମାନସିକ ସ୍ତରରେ ଆମକୁ କମଜୋର କରିଦେଇଥାଏ, କାହିଁକି ନା ଆମେ ସେହି ବ୍ୟକ୍ତିର ଅନୁପସ୍ଥିତିର ଦୁଃଖଦ ଘଟଣାକୁ ଭୁଲି ପାରନ୍ତି ନାହିଁ ଆଉ ସେହି ବ୍ୟକ୍ତି ଆମକୁ ବାରମ୍ବାର ମନେ ପଡ଼େ। ସେଥିପାଇଁ କୁହାଯାଏ ମୃତ ବ୍ୟକ୍ତି ଦ୍ୱାରା ବ୍ୟବହୃତ କୌଣସି ବି ବସ୍ତୁକୁ ବ୍ୟବହାର କରିବା ଉଚିତ ନୁହେଁ। ସେଗୁଡ଼ିକୁ ସର୍ବଦା ଦାନ କରିଦେବା ଉଚିତ। ବନ୍ଧୁଗଣ, ଆଶା କରେ ଏହି ସମସ୍ତ କଥା ଆପଣ ବୁଝିସାରିଥିବେ ଯେ ଦାହ ସଂସ୍କାର ପୂର୍ବରୁ ମୃତ ବ୍ୟକ୍ତିକୁ ନୂଆ କପଡ଼ା କାହିଁକି ପରିଧାନ କରାଯାଇଥାଏ ଏବଂ ମୃତ ବ୍ୟକ୍ତି ଦ୍ୱାରା ବ୍ୟବହୃତ କୌଣସି ବି ଜିନିଷକୁ ବ୍ୟବହାର କାହିଁକି କରାଯାଏ ନାହିଁ। ବନ୍ଧୁଗଣ, ଯଦି ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ କିଛି ଜାଣିବାକୁ ମିଳିଥିବ, ଭିଡ଼ିଓକୁ ଗୋଟିଏ ଲାଇକ୍ କରି ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଆଜି ପାଇଁ ଏତିକି। ପୁଣି ଦେଖାହେବ ଆଉ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।